ଦିନମାନଙ୍କ ପରି ସେଦିନ ମଧ୍ୟ ବହୁତ ସୁନ୍ଦର ପାଗ ଥିଲା। ସେଦିନ ପୋଷ୍ଟମ୍ୟାନ୍ ଯାହାର ଯାହାର ଚିଠି ଆସିଥିଲା ତାକୁ ବାଣ୍ଟିବାରେ ବ୍ୟସ୍ତ ଥିଲା। ଦିନ ଦ୍ୱିପହର। ଯେତେବେଳେ ଜଣଙ୍କର କବାଟ ଠକ୍ ଠକ୍ କଲେ, କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ କେହି ମଧ୍ୟ ଆସିଲେ ନାହିଁ। ପୋଷ୍ଟମ୍ୟାନ୍ ଦେଖିଲା କବାଟଟି ଭିତରୁ ଠିକ୍ ସେ ବନ୍ଦ ହୋଇନି। ତେଣୁ ସେ ଭାବିଲେ, ଯାଏ ମୁଁ ହିଁ ଭିତରକୁ ଯାଇ ଚିଠିଟି ଦେଇ ଆସିବି। ଯେତେବେଳେ ସେ ଭିତରେ ପ୍ରବେଶ କଲେ, ଦେଖିଲେ ଜଣେ ସ୍ତ୍ରୀ ଲୋକ ଚେୟାରରେ ବସି ଝାଡ଼ୁ କରୁଛନ୍ତି। ପୋଷ୍ଟମ୍ୟାନ୍ ଭାବିଲେ, କେତେ ଅଦ୍ଭୁତ ସ୍ତ୍ରୀ ଲୋକଟା, ଚେୟାରରେ ବସି ବସି ଘର ସଫା କରୁଛି। ପୋଷ୍ଟମ୍ୟାନ୍ ଚିଠିଟି ବଢ଼େଇ ଦେଇ ମନେ ମନେ ଏହା କହି ବାହାରକୁ ଚାଲି ଆସିଲେ। ଯେତେବେଳେ କବାଟ ପାଖରେ ପହଞ୍ଚିଲେ, ସେତେବେଳେ ସେହି ସ୍ତ୍ରୀ ଲୋକର ସ୍ୱାମୀ ଆସି ପହଞ୍ଚିଲେ ଓ ପୋଷ୍ଟମ୍ୟାନ୍କୁ ଧନ୍ୟବାଦ ଦେଲେ, କାରଣ ସେ ଚିଠିଟିକୁ ଘର ଭିତରେ ଦେଇ ଆସିଥିଲେ। ପୋଷ୍ଟମ୍ୟାନ୍ କହିଲେ, ଧନ୍ୟବାଦର କୌଣସି ଆବଶ୍ୟକତା ନାହିଁ। ମୁଁ ଦ୍ୱାରରେ ଆଘାତ କଲି, କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ କେହି ମଧ୍ୟ ଆସିଲେ ନାହିଁ। ତାପରେ ମୁଁ ଦେଖିଲି କବାଟଟି ଠିକ୍ ସେ ଭିତରୁ ବନ୍ଦ ହୋଇନଥିଲା, ତେଣୁ ମୁଁ ଭିତରକୁ ଚାଲିଗଲି। ସେତେବେଳେ ସେହି ଘରର ବ୍ୟକ୍ତି କହିଲେ, ମୋ ସ୍ତ୍ରୀ ଚାଲିପାରନ୍ତି ନାହିଁ, ନାଇଁ ତ ସେ ନିଶ୍ଚୟ ବାହାରକୁ ଆସି ଆପଣଙ୍କଠାରୁ ଚିଠି ନେଇଯାଇଥାନ୍ତେ। ତଥାପି ମଧ୍ୟ ସେ ଚେୟାରରେ ବସି ବସି ତାଙ୍କ ଦ୍ୱାରା ଯାହା ହୋଇପାରିବ ସେ ସମସ୍ତ କାର୍ଯ୍ୟ କରିଥାନ୍ତି। ପୋଷ୍ଟମ୍ୟାନ୍ ଏ ସମସ୍ତ କଥା ଯେତେବେଳେ ଶୁଣିଲେ, ସେ ତାଙ୍କ ଭୁଲକୁ ବୁଝିପାରିଲେ। କିଛି ସମୟ ପୂର୍ବରୁ ସେଇ ସ୍ତ୍ରୀ ଲୋକଟି ବିଷୟରେ ସେ ଅନେକ କିଛି ଭାବୁଥିଲେ, କିନ୍ତୁ ସତ୍ୟତା ଜାଣିଲା ପରେ ସେ ପୁନର୍ବାର ଭିତରକୁ ଗଲେ ଓ ସେଇ ସ୍ତ୍ରୀ ଲୋକଙ୍କୁ କ୍ଷମା ମାଗିଲେ ଓ ନିଜ କାର୍ଯ୍ୟରେ ଫେରିଗଲେ। ଅନେକ ସମୟରେ ଆମେ ମଧ୍ୟ କାହା ବିଷୟରେ କିଛି ନ ଜାଣି ନ ବୁଝି ଅନେକ କଥା ତା ବିଷୟରେ ଚିନ୍ତା କରିଦେଇଥାଉ, ପୁଣି ନିଜର ରାୟ ମଧ୍ୟ ପ୍ରକାଶ କରିଥାଉ। ପୁଣି କେତେବେଳେ ଅନେକ କଟୁ କଥା ବା ଦୋଷାରୋପ ବି କରିଥାଉ। ପବିତ୍ର ବାକ୍ୟ ବାଇବଲରେ ଏହା କୁହାଯାଉଛି, କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ। ପୁଣି ଯେଉଁ ମାପରେ ମାପ କର, ସେହି ମାପରେ ତୁମମାନଙ୍କୁ ମପାଇ ଦିଆଯିବ।